प्रभु जीशु ख्रीष्टଙ୍କ ନାମରେ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଏ। କିଏ ଯଦି କହେ ମୁଁ ଖ୍ରୀଷ୍ଟିଆନ ତେବେ ସେ ସତ୍ୟ ଖ୍ରୀଷ୍ଟିଆନ ବୋଲି କିପରି ଜାଣିବା? 2026 ଅନୁଯାୟୀ ପୃଥିବୀରେ ପ୍ରାୟ 2.6 to 2.7 ବିଲିୟନ ଲୋକମାନେ ଖ୍ରୀଷ୍ଟିଆନ ଅଛନ୍ତି। 2 ବିଲିୟନ ଲୋକ ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି। ଏହା ବହୁତ ବଡ଼ ସଂଖ୍ୟା। ହେଲେ ଝିଅମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି ସେମାନେ ସମସ୍ତେ ସତ୍ୟ ଖ୍ରୀଷ୍ଟିଆନ କି? ସତ୍ୟରେ ସେମାନେ ଯୀଶୁଙ୍କୁ ଅନୁଗମନ କରୁଛନ୍ତି କି? ମାତିଓ ଲିଖିତ ସୁସମାଚାର 7 ଅଧ୍ୟାୟ 21 ପଦରୁ 23 ପଦ କହେ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଝିଅମାନେ ମୋର ସ୍ୱର୍ଗସ୍ଥ ପିତାଙ୍କୁ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ ଆମେମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। ତେଣୁ କେବଳ ଆପଣ ନିଜକୁ ଖ୍ରୀଷ୍ଟିଆନ ବୋଲି କହିବା ମାତ୍ରେ ଆପଣ ସତ୍ୟ ଖ୍ରୀଷ୍ଟିଆନ ହେବେ ନାହିଁ। ଯଦି କିଏ କହେ ମୁଁ ପରମେଶ୍ୱର ଏକ୍ଜିଷ୍ଟ କରୁଛନ୍ତି ବୋଲି ବିଶ୍ୱାସ କରେ ତାହା ଭଲ କଥା, କିନ୍ତୁ ଡିମନ୍ସ ମଧ୍ୟ କହନ୍ତି ଆମେ ମଧ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛୁ ବୋଲି। ଏହାର ଅର୍ଥ ଏହା ନୁହେଁ ଯେ ଭୂତମାନେ ଖ୍ରୀଷ୍ଟିଆନ ଅଟନ୍ତି। ହେଲେ ଜଣେ ବ୍ୟକ୍ତିକୁ କିପରି ଏକ ସତ୍ୟ ଖ୍ରୀଷ୍ଟିଆନ ଭାବରେ ଜଣାଯାଏ? ଜଣେ ଭଲ ବ୍ୟକ୍ତିତ୍ୱ ଥିଲେ ସେ ସତ୍ୟ ଖ୍ରୀଷ୍ଟିଆନ କି? ଯଦି ଜଣେ କହେ ମୁଁ ଭଲ ହେବାକୁ ଚେଷ୍ଟା କରୁଛି, ଏହି କଥା ତାଙ୍କୁ ସତ୍ୟ ଖ୍ରୀଷ୍ଟିଆନ କରେ କି? ନା କି ଏକ ଖ୍ରୀଷ୍ଟୀୟ ପରିବାରରେ ଜନ୍ମ ହୋଇଛନ୍ତି ବୋଲି ସେ ସତ୍ୟ ଖ୍ରୀଷ୍ଟିଆନ କି? ନା କି ଆପଣ ବାଇବଲ ପଢୁଛନ୍ତି ବୋଲି ସତ୍ୟ ଖ୍ରୀଷ୍ଟିଆନ କି? ନା କି ଆପଣ କେବେ କେବେ ପ୍ରାର୍ଥନା କରୁଛନ୍ତି ବୋଲି ସତ୍ୟ ଖ୍ରୀଷ୍ଟିଆନ କି? ନା ଆପଣ ଚର୍ଚ୍ଚ ଯାଉଛନ୍ତି ବୋଲି ସତ୍ୟ ଖ୍ରୀଷ୍ଟିଆନ କି? ହେଲେ ଆମେ ଏହା ପାଇଁ ବାଇବଲ ବା ବାକ୍ୟ କ'ଣ କହୁଛି ତାହା ଦେଖିବାକୁ ପଡ଼ିବ, କାରଣ ବାଇବଲ ଆମକୁ ଆବଶ୍ୟକ ସମସ୍ତ କଥା ଜଣାଇ ଦିଏ। ଦିସ୍ ଇଜ୍ ଦି ବେସିକ୍ ଇନଷ୍ଟ୍ରକ୍ସନ ବିଫୋର ଲିଭିଂ ଦି ଆର୍ଥ। ଏହା ଆମର ପୃଥିବୀ ଛାଡ଼ିବା ପୂର୍ବରୁ ମୂଳ ନିର୍ଦ୍ଦେଶିକା ଅଟେ। ଏବେ ଅନେକ ଖ୍ରୀଷ୍ଟିଆନ ଲୋକ ବାଇବଲରେ ନିଜର ନିୟମ ଯୋଗ କରିବାକୁ ଚାହାନ୍ତି। କିଛି ଲୋକ ବାଇବଲରେ ଯାହା ଭଲ ଲାଗେ ସେଇ ଅଂଶକୁ ମାତ୍ର ପଢ଼ନ୍ତି ଏବଂ ଯାହା ଭଲ ଲାଗେ ନାହିଁ ସେଇ ଅଂଶକୁ ତ୍ୟାଗ କରିଦିଅନ୍ତି। ଯଦି ଆପଣ ଶାସ୍ତ୍ରରେ ଲେଖାଯାଇଥିବା ପରି ସମ୍ପୂର୍ଣ୍ଣ ବାଇବଲକୁ ଅନୁସରଣ କରୁନାହାନ୍ତି ତେବେ ଆପଣ ମିସଲିଡ୍ ହେବାର ଚାନ୍ସେସ୍ ଅଛି। ରୋମିଓ 10 ଅଧ୍ୟାୟ 9 ପଦ କହେ, ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକ ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରୁ ସ୍ୱୀକାର କରେ। ସେହିପରି ଯଦି ତୁମେ ସତ୍ୟ ରୂପେ ବିଶ୍ୱାସ କରୁଛ ଯେ ଯୀଶୁଖ୍ରୀଷ୍ଟ ତୁମ ପାପ ପାଇଁ ତୁମ ପରିବର୍ତ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ, ସେ ତୁମ ପାପ ଗୁଡ଼ିକୁ ନିଜ ଉପରେ ନେଇଥିଲେ ଏବଂ ତୁମେ ଏହାକୁ ସମ୍ପୂର୍ଣ୍ଣ ହୃଦୟରେ ବିଶ୍ୱାସ କରି ନିଜ ମୁଖରେ ସ୍ୱୀକାର କରୁଛ, ତେବେ ସେହି ମୁହୂର୍ତ୍ତରେ ତୁମେ ଏକ ସତ୍ୟ ଖ୍ରୀଷ୍ଟିଆନ। ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ତୁମେ ନିଜେ ଭଲ ମଣିଷ ହେବାକୁ ଚେଷ୍ଟା କରି ନିଜକୁ ଉଦ୍ଧାର କରିପାରିବ ନାହିଁ। କେବଳ ପରମେଶ୍ୱର ଉଦ୍ଧାର କରିପାରନ୍ତି। ଏହା ତାଙ୍କ ପକ୍ଷରୁ ଦିଆଯାଇଥିବା ଏକ ଗିଫ୍ଟ। ଏଫେସୀୟ 2 ଅଧ୍ୟାୟ 8 ପଦରେ ପଢୁଛୁ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରୁ। ସେହିପରି ଯଦି ତୁମେ ସତ୍ୟରେ ଯୀଶୁଙ୍କୁ ବିଶ୍ୱାସ କରୁଛ ତେବେ ତୁମେ ପରମେଶ୍ୱରଙ୍କ କୃପା ଦ୍ୱାରା ଉଦ୍ଧାର ପାଇଛ। ଏହାର ଅର୍ଥ ଏହା ନୁହେଁ ଯେ ଠିକ୍ ଅଛି ତୁମେ ଉଦ୍ଧାର ପାଇଲ ଏବଂ ସ୍ୱର୍ଗ ପାଇଁ ଟିକେଟ ପାଇଗଲ, ଏବେ ପୁଣି ପୁରୁଣା ପାପମୟ ଜୀବନକୁ ଫେରିଯାଅ। ଏହା ନୁହେଁ। ଯଦି ତୁମେ ସତ୍ୟ ରୂପେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛ ତାହା ହେଲେ ତାର ଅର୍ଥ ହେଉଛି ସେ ତୁମର ଆତ୍ମିକ ଚକ୍ଷୁକୁ ଖୋଲି ଦେଇଛନ୍ତି ଏବଂ ଯେଉଁ ମୁହୂର୍ତ୍ତରେ ଯୀଶୁଙ୍କୁ ବିଶ୍ୱାସ କଲ ସେହି ମୁହୂର୍ତ୍ତରେ ତୁମେ ଯୀଶୁଖ୍ରୀଷ୍ଟଙ୍କ ଠାରେ ଏକ ନୂତନ ବ୍ୟକ୍ତି। ସେହି ସମୟରେ ପବିତ୍ର ଆତ୍ମା ତୁମକୁ ଦେଇଅଛନ୍ତି ଏବଂ ତୁମେ ଯୀଶୁଙ୍କ ଠାରେ ଏକ ନୂତନ ସୃଷ୍ଟି। କରନ୍ତୀୟ 5 ଅଧ୍ୟାୟ 17 ପଦରେ ଆମେ ପଢୁଛୁ, ଯେ କେହି ଖ୍ରୀଷ୍ଟରେ ଅଛନ୍ତି ସେ ଏକ ନୂତନ ସୃଷ୍ଟି, ପୁରୁଣା ବିଷୟ ଗୁଡ଼ିକୁ ଚାଲିଗଲା, ଦେଖ ସମସ୍ତ କିଛି ନୂତନ ହେଲା। ସମସ୍ତ କିଛି ପରମେଶ୍ୱର ଯିଏ ଯୀଶୁଖ୍ରୀଷ୍ଟ ମାଧ୍ୟମରେ ଆମକୁ ନିଜ ସହିତ ରିକନସାଇଲ୍ କରିଅଛନ୍ତି ଏବଂ ଆମକୁ ସମାଧାନ ସେବା ଦେଇଅଛନ୍ତି। ଏବେ ଧ୍ୟାନ ଦିଅ, କାରଣ ଏହା ଅତ୍ୟନ୍ତ ଜରୁରୀ। ଯଦି ତୁମେ ଏକ ସତ୍ୟ ଖ୍ରୀଷ୍ଟିଆନ ତେବେ ତୁମେ ପୁଣି ପୁରୁଣା ଜୀବନ ଶୈଳୀକୁ ଫେରି ଯାଇପାରିବ ନାହିଁ। କେତେ ଜଣ ଏହି ପ୍ରକାର ଅଛନ୍ତି, ଚର୍ଚ୍ଚକୁ ଯିବେ, ପ୍ରାର୍ଥନା କରିବେ, କିଏ ଦେଖୁନାହାନ୍ତି ବୋଲି ଗୁପ୍ତରେ ପାପ କରନ୍ତି। I would like to tell you something. You may pretend in public that you are righteous,
तुमे पब्लिक रे निजको धार्मिक बोली देखई पारो किंतु परमेश्वर को दृष्टि रे लिचई पारिबो नाही। तुमे जेतेबेले चर्च रे बा लोक समूह रे अछो सेटा तुम ओरिजिनालिटी होई न थाई पारे, मात्र जेतेबेले तुमे एकाकी अछो सेटा तुम ओरिजिनालिटी। जेतेबेले तुमे एही पर्यंत मध्य पाप करूथिले परमेश्वर को पाख को जाई पश्चाताप करबा को पड़िबो। प्रथम जन 1 अध्याय 9 पद कहे जदि आमे माने अपना अपना पाप स्वीकार करू तेबे से आम मान पाप क्षमा करने और समस्त अधर्मर आम मान परिष्कार करने को विश्वस्त और न्यायवान अटंती। एक क्रिस्टियान जीवन में यह प्रतिदिन एक युद्ध अटे, कारण एवं तुम दुईटी स्वभाव अच्छी, गोटे पापमय स्वभाव एवं अन्यटी नूतन आत्मिक स्वभाव। जेतेबेले जड़े व्यक्ति यीशु को विश्वास करे एवं मुखरे स्वीकार करे सही मुहूर्त से धार्मिक घोषित हुए। यह कृपा द्वारा सत्य विश्वास माध्यम घटे एवं यीशु ख्रीष्ट कृपारे जहा करथिले ताहार फल घटे। यह केवल गोटे थर हुए किंतु तापर एक नूतन यात्रा आरंभ हुए, एक आत्मिक यात्रा जो तुम्हें आत्मिक भाव वृद्धि पाइबाकू हबो एवं धीरे धीरे यीशु को भली हेबाकू पड़िबो। यह साइंटिफिकेशन बोली कहा जाए। हेले तुम्हें पुराना पापमय स्वभाव एवं नूतन आत्मिक स्वभाव मध्य पार्थक्य को शिखिबाकू पड़िबो। एही दुईटी स्वभावर दुईटी प्रमुख पार्थक्य देखिबा। गलातिया 5 अध्याय 16-21 पदरे ए प्रकार अछि, मोहर भाव एही आत्मांक द्वारा आचरण करो, ताहा हेले तुमे माने शरीर अभिलाष पूर्ण करिबो नाही, कारण शरीर अभिलाष आत्मांक प्रतिकूल और आत्मांक अभिलाष शरीर प्रतिकूल, जेणु एही दुई परस्पर विपरीत। फल तो तुमे माने जहा इच्छा करो से सब करि पारो नाही, किंतु जदि तुमे माने आत्मांक द्वारा परिचालित हो तेबे मसांक व्यवस्थार अधीन नुह। शरीर कार्य गुड़िक तो स्पष्ट रूपे जना, व्यभिचार, असुचिता, कामुकता, प्रतिमा पूजा, नरहत्या, कुहुक, शत्रुता, विवाद, द्वेष, क्रोध, स्वार्थपर, दलभेद, मतभेद, ईर्षा, मतता, रंगरस इत्यादि प्रकार कर्म गुड़ाक मु पूर्वर जेपरी तुम मानक कही सेपरी आगु कहूँगी जे जो मैंने यही सब प्रकार कर्म करती से ईश्वर राज्यर अधिकारी हेबे नाही। जदि तुम्हें पुराना पापमय जीवन शैली जीवन बिताउछ तेबे तुम ठारे सत्य ख्रिस्टियान जीवन चिन्ह देखा जाए ना। एक सत्य ख्रिस्टियान पश्चाताप करे से पुराना जीवन को छाड़ी जीशु जे नूतन जीवन देइछथि से नूतन जीवन रे जीवन जापन करे। गलातिया 5 अध्याय 22-25 पद कहे, किंतु आत्मा को फल प्रेम, आनंद, शांति, दीर्घ सहिष्णुता, परोपकारिता, भद्रता, विश्वासता, मृदुता और आत्मसंयम, यही समस्त विरुद्ध रे कौनसी मसांक व्यवस्था नाही। जो माने ख्रीष्ट जीशुंकर से माने शरीर को सेतिर कामना और अभिलाष सहित क्रूसरे हत करियछंती। जदि आमे माने आत्मा को द्वारा जीवन प्राप्त होइछु तेबे आत्मा को द्वारा मध्य आचरण करो। आमे स्पष्ट भाव रे देखुछु जे दुईटी भिन्न स्वभाव अछि, एक नूतन आत्मिक स्वभाव पाई थाए एवं सही धीरे तांको जीवन स्पष्ट भाव रे परिवर्तन देखा जाए। कि यीशु कहिथिले तांको फल द्वारा तुमे से मानकु चिन्हिबो। गॉस्पेल ऑफ मैथ्यू चैप्टर 7 वर्स 16, अर्थात एक लोकंको जीवन शैली, कार्य, आचरण ए सब देखाई जे सत्य से काहाकू अनुसरण करिछि। एक सत्य क्रिस्टियान सदा पापर रही पारिबो नाही, एई पापमय संसारर सुख भोग पाई जीवन व्यतीत करिबो नाही। ही इज क्लियर व्हाट टू डू एंड व्हाट नॉट टू डू, एवं एक स्पष्ट निष्पत्ति निये। आमे दुईटी मध्य गोटिए को ही सिलेक्ट करि पारिबा। फर्स्ट, पापमय सुख भोग पाई, किंतु यह केवल अस्थायी टेम्पररी आनंद देई थाए, जागतिक विषय सत्य शांति दे पारे नाही। सेकेंड, संपूर्ण भावे यीशु ख्रीष्टଙ୍କ ପାଇଁ जीवन यापन बिताइबा। जोहन लिखित सुसमाचार 4 अध्याय 14 पद कहे, यीशु जीवनर जल देई थांती, जहा पीले आउ केबे तरसिबाकू पड़िबो नाही। यह हमकु तांकर शक्ति रे परिवर्तन करती एवं सत्य शांति देखै थांती। एही पृथ्वी, धन, संपर्क, सुख किछि मध्य एमिति शांति देई पारे नाही। सत्य शांति केवल यीशु ख्रीष्टଙ୍କ ठारे मिले। परमेश्वरଙ୍କ वाक्य स्पष्ट भाव रे कहे, प्रथम जन 2 अध्याय 15-17 पदरे, संसार क्षीय बा सेतिरे थिबा विषय सबको प्रेम करो नाही,
କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୁଏ। ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ସେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟ ସ୍ଥାୟୀ। ଆଜିର ଯୁଗରେ ଅନେକ ଲିଗୱାମ୍ ଖ୍ରୀଷ୍ଟିଆନ ଅଛନ୍ତି। ସେମାନଙ୍କୁ ବାକ୍ୟ ସଚେତନ ଦେଉଛି। Revelation chapter 3 verse 15 and 16, ଆମେ ତୁମର କର୍ମ ଜାଣୁ, ତୁମେ ଶୀତଳ ନୁହଁ କି ଉଷ୍ମ ନୁହଁ। ତୁମେ ଶୀତଳ କି ଉଷ୍ମ ହେଲେ ଭଲ ହୁଅନ୍ତା। ଏଣୁ ତୁମେ ଶୀତଳ କି ଉଷ୍ମ ନ ହୋଇ ଈଷଦୁଷ୍ଣ ହେବାରୁ ଆମେ ତୁମକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଛୁ। ଅନେକ କେବଳ ରବିବାରରେ ଖ୍ରୀଷ୍ଟିଆନ, କିନ୍ତୁ ସପ୍ତାହର ଅନ୍ୟ ଦିନଗୁଡ଼ିକରେ ପୁରୁଣା ପାପମୟ ଜୀବନରେ ଚାଲୁ ରଖନ୍ତି। କିଛି ଲୋକ ପରମେଶ୍ୱରଙ୍କୁ କେବଳ ସହାୟତା ପାଇଁ ବ୍ୟବହାର କରନ୍ତି, କିନ୍ତୁ ଏହା ସତ୍ୟ ଖ୍ରୀଷ୍ଟିଆନ ଜୀବନ ନୁହେଁ। ଯଦି ତୁମର ସତ୍ୟରେ ଜୀବନ୍ତ ପରମେଶ୍ୱରଙ୍କ ସହ ସମ୍ପର୍କ ଅଛି, ତୁମେ ପାପରେ ରହିପାରିବ ନାହିଁ। ନୂତନ ଆତ୍ମିକ ସ୍ୱଭାବ ସହିତ ତୁମେ ଜୀବନର ସତ୍ୟ ଅର୍ଥ ଓ ତୁମର ଉଦ୍ଦେଶ୍ୟକୁ ଦେଖିବାକୁ ଆରମ୍ଭ କରିବ। ବାଇବଲ ପଢ଼ିବା, ସତ୍ୟ ବିଶ୍ୱାସୀମାନଙ୍କ ସହ ସାଙ୍ଗତ୍ୟ ଏବଂ ପ୍ରାର୍ଥନାରେ ପରମେଶ୍ୱରଙ୍କ ସହ ସମ୍ପର୍କ, ଏହା ସବୁ ତୁମମାନଙ୍କୁ ଆତ୍ମିକ ଭାବେ ବୃଦ୍ଧି କରେ। ପରମେଶ୍ୱର ତୁମକୁ ଖ୍ରୀଷ୍ଟରେ ତୁମ ସତ୍ୟ ପରିଚୟ ଦେଖାଇବେ। ତୁମ ଆତ୍ମିକ ଦାନଗୁଡ଼ିକୁ ତାଙ୍କ ମହିମା ପାଇଁ ବ୍ୟବହାର କରିବାକୁ ଶିଖେଇବେ। ଯେତେବେଳେ ତୁମେ ପୂର୍ଣ୍ଣ ଭାବେ ତୁମର ଜୀବନକୁ ପରମେଶ୍ୱରଙ୍କୁ ସମର୍ପଣ କର, ପବିତ୍ର ଆତ୍ମା ତୁମକୁ ଶକ୍ତିଶାଳୀ କରିବେ। ରୋମିଓ 8:28 କହେ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କର ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳର ସାଧନ କରନ୍ତି, ଏହା ଆମେମାନେ ଜାଣୁ। ଯଦି ତୁମର ଆତ୍ମିକ ଅଗ୍ନି ନିଭିଯାଏ, ସମ୍ଭବତଃ ତୁମର ସମ୍ପର୍କରେ କିଛି ଭୁଲ ଅଛି। ଯଦି ତୁମେ ଯୀଶୁଙ୍କ ଠାରେ ତୁମ ହୃଦୟ ତାଙ୍କ ପାଇଁ ଓ ଲୋକମାନଙ୍କ ପାଇଁ ଏକ ଅଗ୍ନି ଚାଳିତ ହେବା ଦରକାର। ମନେ ରଖ, ତୁମେ ଅନ୍ୟମାନଙ୍କୁ ଭୁଲେଇ ପାରିବ, ନିଜକୁ ମଧ୍ୟ ଭୁଲେଇ ପାରିବ, କିନ୍ତୁ ପରମେଶ୍ୱରଙ୍କୁ ନୁହେଁ। ଗୋଟେ ଦିନ ତୁମେ ତାଙ୍କ ସାମ୍ନାରେ ଦଣ୍ଡାୟମାନ ହେବ। At last want to tell you, ଯଦି ତୁମେ ହୃଦୟରୁ ବିଶ୍ୱାସ କର ଯେ ଯୀଶୁ ତୁମ ପାପ ପାଇଁ ମରିଥିଲେ ଏବଂ ମୁଖରୁ ସ୍ୱୀକାର କର ଯେ ସେ ପ୍ରଭୁ, ତେବେ ତୁମେ ଉଦ୍ଧାର ପାଇବ। ଏହା କେବଳ ଏକ ନିଷ୍ପତ୍ତି ନୁହେଁ, କିନ୍ତୁ ଜୀବନ ପରିବର୍ତ୍ତନକାରୀ ସମର୍ପଣ। Our life in this world is temporary. So ସମୟ ଥିଲାବେଳେ ହିଁ ପରମେଶ୍ୱରଙ୍କ ନିକଟକୁ ଆସ। ଯଦି ତୁମେ ନୋମିନାଲ ଖ୍ରୀଷ୍ଟିଆନର ଜୀବନ ଯାପନ ବିତାଉଛ, come to the throne of God and pray and God and ପରିବର୍ତ୍ତନ ହୋଇ ଗୋଟେ ସତ୍ୟ ଖ୍ରୀଷ୍ଟିଆନର ଜୀବନ ଯାପନ ବିତାଇବା ପାଇଁ ଚେଷ୍ଟା କରନ୍ତୁ। May God bless you.